ଆଜି ଆମ ବରହିମପୁର ସ୍ଥିତ ସାଇ ସୋଫିଆ ପବ୍ଲିକ ସ୍କୁଲର ପଞ୍ଚମ ବାର୍ଷିକୋତ୍ସବ ପାଳନ କରାଯାଉଛି। ଏହି ଉତ୍ସବରେ ଚାନ୍ଦବାଲିର ବିଧାୟକ ଡକ୍ଟର ବିମକେଶ ରାୟ, ଚାନ୍ଦବାଲି ଏନ୍ଏସି ଅଧ୍ୟକ୍ଷା ଶାନ୍ତିଲତା ସେଠୀ ଏବଂ ଅନ୍ୟାନ୍ୟ ଅତିଥି ଉପସ୍ଥିତ ଅଛନ୍ତି। ଆମର କୁନି କୁନି ପିଲାମାନଙ୍କର ନାଚ ଗୀତ ଏବଂ ସେମାନଙ୍କର ସାର୍ଟିଫିକେଟ୍ ପ୍ରଦାନ କରୁଛୁ। ଏହା ସହିତ ଆମର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଗାର୍ଡ଼ିଆନ ମାନେ ଆମକୁ ବହୁତ ସହଯୋଗ କରି ଆମର ବାର୍ଷିକ ଉତ୍ସବଟିକୁ ସଫଳ କରିଛନ୍ତି। ସେଥିପାଇଁ ସେମାନଙ୍କୁ ମଧ୍ୟ ମୁଁ ଧନ୍ୟବାଦ ଦେଉଛି। ବିଶେଷ କରି ଆମ ସ୍କୁଲର ଲକ୍ଷ୍ୟ ଥିଲା କୋଭିଡ଼ ପାଣ୍ଡାମିକ୍ ସମୟରେ ଯେଉଁ ସାମ୍ବାଦିକ ଭାଇମାନେ ଲୋକମାନେ ବାହାରି ପାରୁନଥିବା ସମୟରେ ଲୋକମାନଙ୍କୁ ବହୁତ ହେଲ୍ପ କରିଥିଲେ। ସେମାନଙ୍କୁ କୋଭିଡ଼ ଯୋଦ୍ଧା ଭାବେ ଘୋଷଣା କରାଯାଇଥିଲା। ସେମାନଙ୍କୁ ସମ୍ମାନିତ କରିବା ପାଇଁ ଆମେ ବହୁତ ଚେଷ୍ଟା କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କରିପାରିନଥିଲୁ। ଆଜି ସେମାନଙ୍କୁ ଆମେ ସମ୍ମାନିତ କରିଥିବାରୁ ମୁଁ ବହୁତ ଖୁସି ଅଛି। ଆଜି କୋଭିଡ଼ ଯୋଦ୍ଧାମାନେ ଆମ ଗହଣରେ ଉପସ୍ଥିତ ରହିଛନ୍ତି ଏବଂ ସେମାନେ ଆମକୁ ବହୁମୂଲ୍ୟ ସମୟ ଦେଇଥିବାରୁ ଆମେ ନିଜକୁ କୃତଜ୍ଞ ମନେ କରୁଛୁ।